ସାଙ୍ଗମାନେ ଯିଏ ନିଜ ବାପାଙ୍କର ହେଲେନି, ନିଜ ଭଉଣୀର ହେଲେନି, ନିଜ ପରିବାରର ହେଲେନି, ନିଜ ସ୍ତ୍ରୀର ହେଲେନି, ସିଏ ପୁଣି ଆଉ କାହାର ହେବେ? ଯେଉଁ ବୟସରେ ନିଜ ଝିଅ ବାହା କରିବା କଥା, ସେହି ବୟସରେ ନିଜ ଝିଅ ବୟସର ଝିଅ ସହିତ ପ୍ରେମ ସମ୍ପର୍କ ହେଲା। ଆଉ ସବୁ ନିନ୍ଦା ଅପବାଦକୁ ଅଲଜ୍ୟାଙ୍କ ଭଳି ସିଏ ସହିଗଲେ। ଗାଁଠୁ ନେଇ ବନ୍ଧୁବାନ୍ଧବଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ନିନ୍ଦାରେ ବୁଡ଼େଇ ଦେଲେ। ତଥାପି ତାଙ୍କର ସେଥିପ୍ରତି ଖାତିର ନାହିଁ। କାହିଁକି ନା ସିଏ ନିଜକୁ ନିଜେ ପାଳଗଦା ଉପରେ ବସି ବଡ଼ ବୋଲି ଭାବୁଛନ୍ତି। ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ବି ଅଛି। ଯଦି ସିଏ ଏହି ଭିଡ଼ିଓଟି ଦେଖୁଥାନ୍ତି, ତେବେ ନିଜକୁ ଥରେ ପ୍ରଶ୍ନ କରନ୍ତୁ, ତୁମେ ପ୍ରକୃତରେ ମଣିଷଟି? ଆଜି ଜଣେ ସମ୍ପର୍କୀୟଙ୍କ ସହ କଥା ହେଲା ବେଳେ ସିଏ ମୋତେ ଗୋଟିଏ କଥା ଛଳରେ କହିଲେ, ଯିଏ ନିଜ ବାପାର ହେଲାନି, ଯିଏ ନିଜ ଭଉଣୀର ହେଲାନି, ଯିଏ ନିଜ ସ୍ତ୍ରୀର ହେଲାନି, ସିଏ ପୁଣି ଆଉ କାହାର ହେବ? ତେଣୁ ଏବେ ବି ସମୟ ଅଛି। ନିଜକୁ ନିଜେ ବଡ଼ ଭାବିବାର ମୂର୍ଖାମି ନ କରି ସମାଜରେ ମଣିଷ ପରି ମଣିଷଟିଏ ହୋଇ ଚଳ, ସୁଧୁରି ଯାଅ। ଏବେ ବି ସମୟ ଅଛି। ନହେଲେ ଏମିତି ସମୟ ଆସିବ, ତୁମ ପିଠିରେ ପଡ଼ିବା ପାଇଁ କେହି ନଥିବେ, ଆଖି ଲୁହ ପୋଛିବା ପାଇଁ କେହି ସାହାରା ନଥିବେ। ମୁଁ ଆଶା କରୁଛି ଏହି ଭିଡ଼ିଓଟି ଯାହା ପାଇଁ କରିଛି ସିଏ ନିଶ୍ଚୟ ଦେଖିବେ ଏବଂ ମୋର ଉଦ୍ଦେଶ୍ୟ ସାଧିତ ହେବ। ଜୟ ଜଗନ୍ନାଥ।